ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହୁଁଛି ଟେଲିକମ୍ ସେକ୍ଟରରେ 2014 ମସିହାରେ ଯାହା ଥିଲା 2024 ମସିହାରେ ନରେନ୍ଦ୍ର ମୋଦିଜୀ ପ୍ରଧାନମନ୍ତ୍ରୀ ହେଲା ପରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆସିଛି ଓଡ଼ିଶାରେ କ'ଣ ଘଟିଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବି ଏବଂ ତାପରେ ସିଧାସଳଖ ପ୍ରସଙ୍ଗକୁ ଆସିବି। ଆଜ୍ଞା 2014 ମସିହାରେ 7,562ଟି ଟାୱାର ଓଡ଼ିଶାରେ ଥିଲାବେଳେ ଏବେ ପାଖାପାଖି 4 ଗୁଣ ଅଧିକ ଟାୱାର ଆମେ ଓଡ଼ିଶାରେ ବସେଇ ସାରିଛନ୍ତି। 27,513ଟି ଟାୱାର ଓଡ଼ିଶାରେ ବସିଛି। ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ଇଣ୍ଟରନେଟର କଥା କୁହାଯାଏ 2014ରେ ମାତ୍ର 6 ଲକ୍ଷରୁ କମ୍ ଲୋକଙ୍କ ପାଖରେ ସେ ସଂଯୋଗୀକରଣ ଥିଲାବେଳେ ଆଜି 2,36,00,000 ଲୋକଙ୍କ ପାଖରେ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ପହଞ୍ଚି ପାରିଛି। ଆଦିବାସୀ ଅଞ୍ଚଳରେ ଯେଉଁଠିକି ଗମନାଗମନର ବ୍ୟବସ୍ଥା ନାହିଁ, ଯେଉଁଠିକି ମାଲ ପରିବହନର ବ୍ୟବସ୍ଥା ନାହିଁ, ଟାୱାରର ଯନ୍ତ୍ରାଂଶ ଆପଣ ଦେଖିବେ ଶଗଡ଼ ଗାଡ଼ିରେ ବି ବୁହା ହେଇକି ନିଆଯାଇଛି, ପାହାଡ଼ ଝରଣା ଅତିକ୍ରମ କରିକି ନିଆଯାଇଛି। ସେ ଭଳିଆ 3,000 ଆଦିବାସୀ ଗାଁରେ ଟାୱାର ସ୍ଥାପନ ଏ ମାତ୍ର 10 ବର୍ଷ ଭିତରେ ହେଇଛି। ଓଡ଼ିଶାର 51,176ଟି ଗାଁରୁ 46,801ଟି ଗାଁକୁ ଇଣ୍ଟରନେଟ ଦ୍ୱାରା ଆମେ ସଂଯୋଗୀକରଣ କରିସାରିଛନ୍ତି। ଦେଶରେ ତ ବର୍ତ୍ତମାନ ନ୍ୟାସନାଲ ହାଇୱେ ବନେଇବାରେ ରେକର୍ଡ ସୃଷ୍ଟି ହେଇଛି। ଏଠି ବି ଇଣ୍ଟରନେଟ ଯୋଉ ବ୍ରଡବ୍ୟାଣ୍ଡ ହାଇୱେ ମଧ୍ୟ ଓଡ଼ିଶା ସେଥିରୁ ବାଦ ପଡ଼ିନାହିଁ, ରେକର୍ଡ ସୃଷ୍ଟି କରିଛି। ଆଜ୍ଞା ମୋବାଇଲ ଡାଟା କଷ୍ଟ ଚିନ୍ତା କରନ୍ତୁ, ଆପଣମାନେ ଯେତେବେଳେ 10 ବର୍ଷ ତଳେ ଯୁବକମାନେ ଯେତେବେଳେ ଆଜିର ଯୁବକ ସେ ସମୟରେ ପାଠ ପଢୁଥିବେ 1 GB ଡାଟା କିଣିବାକୁ 199-249 ଟଙ୍କା ଖର୍ଚ୍ଚ ହେଉଥିଲା 1 GB ଡାଟା। ଆଜି ଡାଟା ବିଶ୍ୱର ସବୁଠୁ ସର୍ବନିମ୍ନ ମୂଲ୍ୟରେ ଡାଟା କଷ୍ଟ ଇଣ୍ଡିଆରେ ଯାହା ବିଶ୍ୱର ସର୍ବନିମ୍ନ ମୂଲ୍ୟରେ ଆଜି ଭାରତ ବର୍ଷରେ ଉପଲବ୍ଧ ହୋଇପାରୁଛି। ଏ କନେକ୍ଟିଭିଟିର ଯେଉଁ ସ୍ପିଡ ଅଛି ଆପଣମାନେ ମନେ ପକାନ୍ତୁ 2012 ମସିହାରେ ଯେତେବେଳେ 4G ଲଞ୍ଚ ହେଇଥିଲା ଓଡ଼ିଶାକୁ 4G ଆସିବାକୁ ମିଡିଆର ଭାଇମାନେ ଅଛନ୍ତି, ଆପଣମାନେ ନିଶ୍ଚୟ ସେ କଥାକୁ ବୁଝୁଥିବେ। 3 ବର୍ଷ ଲାଗିଗଲା ଆଜ୍ଞା। 2015 ମସିହାରେ ଆସିକି 4G ପହଞ୍ଚିଲା, କିନ୍ତୁ ନରେନ୍ଦ୍ର ମୋଦି ସରକାରରେ ଡିଜିଟାଲ କନେକ୍ଟିଭିଟିକୁ ଏତେ ପ୍ରାୟୋରିଟି ଦିଆଯାଏ 3 ମାସ ମଧ୍ୟରେ ଆସିକି ଦେଶରେ 5G ଲଞ୍ଚ ହେଲା 2022 ମସିହାରେ। 3 ମାସ ମଧ୍ୟରେ ଓଡ଼ିଶାରେ ମଧ୍ୟ 5G ସେବା ଉପଲବ୍ଧ ହେଇଗଲା। ଇଏ ହେଉଛି ନରେନ୍ଦ୍ର ମୋଦି ଡିଜିଟାଲ କ୍ରାନ୍ତି ଯେଉଁ ଆଣୁଛନ୍ତି ଓଡ଼ିଶା ତଥା ଭାରତ ବର୍ଷରେ, ତାହାର ଯେଉଁ ଇନଫ୍ରାଷ୍ଟ୍ରକ୍ଚର ଅଛି ଇନଫ୍ରାଷ୍ଟ୍ରକ୍ଚରକୁ କେଉଁଭଳି ଭାବରେ ଗତିଶୀଳତା ଦିଆଯାଇ ପାରିବ ତାର ଗୋଟେ ନମୁନା। କଥାରେ ଅଛି କ୍ରାନ୍ତି ବିନା ଶାନ୍ତି ନାହିଁ। ଇଏ ଡିଜିଟାଲ କ୍ରାନ୍ତି ସାଧାରଣ ଜନତାଙ୍କର ଭାରତ ବର୍ଷର ଅଗଣିତ ନରନାରୀଙ୍କ ଜୀବନରେ ଶାନ୍ତି ଆଣିଛି। PM ସ୍ୱନିଧି ଯୋଜନା ଯେଉଁ ଠେଲା ବାଲା ଫେରି ବାଲା ରାସ୍ତା କଡ଼ରେ ଟ୍ରଲି ଉପରେ ଯେଉଁମାନେ ଫଳଠୁ ଆରମ୍ଭ କରି ହରେକ ମାଲ ବେପାର କରନ୍ତି ତାଙ୍କୁ କେହି ପଚାରୁନଥିଲେ, ତାଙ୍କୁ ଲୋନ ଦେବା ପାଇଁ କେହି ଆଗେଇ ଆସୁନଥିଲେ, ତାଙ୍କୁ ଗ୍ୟାରେଣ୍ଟି ମୁକ୍ତ ଲୋନ ନରେନ୍ଦ୍ର ମୋଦିଜୀ ଦେଲେ ଏବଂ ସେମାନେ ଆଜି ଯେଉଁ UPI ଆପ୍ ବ୍ୟବହାର କରୁଛନ୍ତି ଡିଜିଟାଲ କ୍ରାନ୍ତି ଭାରତ ବର୍ଷରେ ଯେଉଁ ସୃଷ୍ଟି ହେଇଛି ସେମାନେ ଜଣେ ଜଣେ ବ୍ରାଣ୍ଡ ଆମ୍ବାସାଡର ପାଲିଛନ୍ତି। ଏଥିରେ କୌଣସି ଆଜ୍ଞା ସନ୍ଦେହ ନାହିଁ।